ଏତେ ବଡ ଟୀକା କିଏ ଲଗେଇଛି ମତେ? ସେଇଠି ମତେ ପୁରା ଟୀକା ବି ଦେଲାନି ରାଗିକିରି ବୋଧେ ମତେ ଏଇ ଟିକେଟା ହ୍ୟାଲୋ ଗାଇସ୍, 200 କମ ଦେଲି ଭାଇ ଆଉ କି କରିବୁ କୁହ ନାହିଁ ବୋଧେ ନନାକୁ 500 ଟଙ୍କା ଦେଲି ବୋଧେ ଏଡେ ବଡ ଟୀକା ମାରିଦେଇଛି। ଦେଖନ୍ତୁ ଦେଖନ୍ତୁ। ଆଉ ଇଏ ଭାଇ ପଇସା ନନାକୁ 10 ଟଙ୍କା ବି ଦେଲାନି, ତା ଟୀକା ନାହିଁ। ଆଉ ଇଏ ହଉଛି ନିଜେ ନନା। ମୋ ଲିଭି ଗଲାନି ଅଲରେଡି, ମୁଁ 900 ଦେଇ ସାରିଛି ଆଉ ନାହିଁ ନାହିଁ। ଏବେ ବର୍ତ୍ତମାନ ରିକ୍ସାରେ ଆମେ ଯାଉଛୁ। ଦେଖନ୍ତୁ ଆମେ ରିକ୍ସାରେ ଯାଉଛେ, ବଜେଟ ସରିଗଲା, ମନ୍ଦିରରେ ସବୁ ପଇସା ଶେଷ। ରିକ୍ସାରେ ଯାଉଛୁ ଆମେ କୋଣାର୍କ। ଭାଇ ପାରୁଥିବେ କେମିତି ପରିସ୍ଥିତି ଆମର ପରିସ୍ଥିତି ହୋଇଛି ବର୍ତ୍ତମାନ। ଆମେ ଏବେ ରଞ୍ଜନ ପଇସାରେ ଆମେ ଏବେ ଉଡିବୁ ହେଲା। ଆଉ ରଞ୍ଜନ ସାହା ବର୍ଷା ଆଉ ରଞ୍ଜନ ନଦେଲେ ସେଇ ରିକ୍ସାରେ ଘୁରି ଆସିବ ଆଉ କିସ। ଆମେ ଆଶା କରୁଛୁ, ଆମେ ପ୍ରସାଦ ଖାଇଛୁ ଆଉ ଭୋକ ନ ଲାଗୁ, ଯଦି ଲାଗିବ ଆମେ ଖାଇବୁ ରଞ୍ଜନ ପଇସାରେ। ନା ନା ସେଇଟା କହ, ଯଦି ରଞ୍ଜନ ଦବ ଆମେ ଖାଇବୁ, ନହେଲେ ଭୋକ ଲାଗୁନି ମତେ, ଭୋକ ମତେ ଲାଗୁନି ଏମିତିରେ। ଯଦି ରଞ୍ଜନ ପଇସା ଦିଏ, କାରଣ ଆମ ପାଖରେ ଭାଇ କିଛି ନାହିଁ। 50 ଟଙ୍କା ଗୋଟେ ନୋଟ ଅଛି, ନନା ସେଟା ଫେରେଇ ଦେଲେ। ମୁଁ ସେଟା ବି ତାଙ୍କୁ ଦେଇ ଦେଇଥିଲି। ସେ କହିଲେ ଗୋଟେ ଚିରାଟା ଅଛି, ଫେରେଇ ଦେଲେ। ଆହୁରି କେତେ ଦୂର ଆଗ? ଆଉ ନମସ୍କାର, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆମେ ବୁଲୁଛେ ବଡଦାଣ୍ଡ, ଦେଖିପାରୁଥିବେ ଚାରିଆଡେ। ହରେ କୃଷ୍ଣ ହରେ ରାମ ବୁଲାଟା ଚାଲିଛି। ହରେ ରାମ। ଆମେ ଜୟ ଜଗନ୍ନାଥ। ସବୁ ଟିମ୍କୁ ହରାଇଲା ପରେ ଏଇଟା ଆମ ହସ ରଞ୍ଜନ ଆମର ଫାଷ୍ଟ ଟ୍ରିପ୍ ଜଗନ୍ନାଥ ଟେମ୍ପଲ ଫାଷ୍ଟ ଟ୍ରିପ୍। ଆଉ ଆମେ ଆଶା କରୁଛେ ଯେ ଆପଣ ଆମମାନଙ୍କୁ ଏମିତି ସହଯୋଗ କରୁଥାଉ, ତାହେଲେ ଆମେ ଆଉ ଅଲଗା ଜାଗା ବି ବୁଲିବାକୁ ଯିବା। ଫାଇନାନ୍ସିଆଲ ଟିକେ କମ ମାନେ ନାହିଁ। ଆଉ ଗୋଟେ ପ୍ରୋବ୍ଲେମ ହଉଛି, କିଛି ପ୍ରୋବ୍ଲେମ ନାହିଁ, ସବୁ ସଲ୍ୟୁସନ ହେଇଗଲା। ପ୍ରଭୁଙ୍କୁ ଦେଖିଦେଲେ, ପ୍ରଭୁ ଆମକୁ ଦେଖିଲେ, ସେଇଟା ବଡ କଥା। ପ୍ରଭୁ କହିଲେ ତମେ ଦମନ ଖେଳ, ସେଟା କହିନଥିବେ। ବଡ ବାଟରେ ଯାଅ। ଦେଖିଲା ବେଳକୁ ରଞ୍ଜନ ଝିଅ ଦେଖୁଛି ହେଲା, ମନ୍ଦିର ଭିତରେ ବି ଛାଡୁନି, କହୁଛି ଭାଇ CSK। ଭଗବାନ କହିଛନ୍ତି ଦେଖ, ଯାହା ପ୍ରଭୁଙ୍କ ଇଚ୍ଛା। ସେ ଭିତରେ ଗୋଟେ ସାଇରୀ କହିଦବା ଆଉ, ନା କଣ? ସାଇରୀ କଣ କହିବ? शायरी होगी, जो कोई आपको धोखा दे रहा है उसको कभी मौका मत देना, और जो आपको मौका दे रहा है उसको कभी धोखा मत देना। ठीक अच्छे, बुझीपार तो बुझीपार, न बुझे ना। एति रखुची। जय जगन्नाथ।